ତମେ ବି ଖାଇଦିଅ ନହେଲେ ତାକୁ ମୁଁ ବି ଖାଇଦେବି ସବୁ। ଏମିତି ଦେଖ ନିଅ ଟିକେ ଝାଳ ପୋଛି ଦିଅ, ଓଦା ହେଇଗଲେଣି ଝାଳରେ। ଏଇ ସୋମୁ ଆଜି ଆମର କେତେ ବଡ କାଣ୍ଡ କରିଦେଇଯାଇଛି ଦେଖ। ସୋମୁ ରଖିଛି 20ରୁ 18। ଏବେ ଭଏସ ଓଭର ଚାଲିଛି ସାଙ୍ଗମାନେ ଦେଖନ୍ତୁ 7ଟା 11ରେ ଆମର ଭିଡିଓ ଏଡିଟିଂ ସଇଲା ଆଉ ବର୍ତ୍ତମାନ ଅପଲୋଡିଂ ଚାଲିଛି। ଇଏ ଖାଇବା ହଉଛି ତିତଲି ମ୍ୟାଡମଙ୍କର। ଏଇ ଢୁଳଉଛୁ କଣ କିରେ, ଥକି ଗଲୁ ଖେଳି ଖେଳିକି? ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ଆମେ ପ୍ଲାନ୍ କଲୁ ଯେ ଆଜି ଆମେ ଗୋଟେ ଲଙ୍ଗ ଭିଡିଓ ଆଣିବୁ କେବଳ ଆପଣ ମାନଙ୍କ ପାଇଁ। ଆଉ ଆମେ ଭିଡିଓରେ ଦେଖେଇବୁ ଯେ ଆମେ କେତେ ପରିଶ୍ରମ କରୁ ଗୋଟେ ସର୍ଟ ଭିଡିଓ ବନେଇବା ପାଇଁ। ଆଉ ଆମେ ଦିନ ସାରା କଣ କଣ କରୁ, ଆଉ କେମିତି ସୁଟ କରୁ, କେମିତି ଭିଡିଓ ଅପଲୋଡ କରୁ, କଣ କଣ କରୁ ଆମେ ଆପଣଙ୍କୁ ଜଣାଉଛୁ। କାହିଁକି ନା ବହୁତ ଦିନଠୁ ଆମେ ଲଙ୍ଗ ଭିଡିଓ ଆଣିନୁ। ଆଉ ଆମେ ଆଜି ଦେଖିବାକୁ ଚାହୁଁଛୁ ଯେ ଆମେ ଦିନ ସାରା ଗୋଟେ ଭିଡିଓ କରିବାକୁ କେତେ କଷ୍ଟ କରୁ, ଆଉ ସେ ଭିଡିଓ ପଛରେ କେତେ ପରିଶ୍ରମ ଥାଏ, କେତେ ମେହନତ ଥାଏ। ଆଉ ସେ ଭିଡିଓ ଆମେ ସକାଳୁ ଉଠିକିରି ରାତି ପର୍ଯ୍ୟନ୍ତ ଆମେ କଣ କଣ କରୁ ଆମେ ଟ୍ରାଏ କରିବୁ ଆପଣଙ୍କୁ ଏ ଭିଡିଓ ମାଧ୍ୟମରେ ଦେଖିବା ପାଇଁ। ଭିଡିଓଟାକୁ ବିଲକୁଲ ସ୍କିପ୍ କରିବେନି, ଆମେ ଗ୍ୟାରେଣ୍ଟି ଦଉଛୁ ଆପଣମାନଙ୍କୁ ବହୁତ ମଜା ଲାଗିବ। ଆଉ ହଁ, ଆପଣ ସମସ୍ତଙ୍କୁ 1 ମିଲିୟନ ପାଇଁ ବହୁତ ବହୁତ ଧନ୍ୟବାଦ। ସେଇଟା ଆମର ଆଚିଭମେଣ୍ଟ ନୁହଁ, ସେଇଟା ଆପଣ ମାନଙ୍କର ଆଚିଭମେଣ୍ଟ। ଆମର ଯୋଉ 1 ମିଲିୟନ ସବସ୍କ୍ରାଇबर ହେଲା, ପରିଶ୍ରମ ତ ଆମେ କରିଛୁ, କିନ୍ତୁ ସେ ପରିଶ୍ରମ କେବଳ ଆମର ନୁହଁ, ଆପଣ ଯୋଉ ଭଲ ପାଇବା ଦେଇଛନ୍ତି, ଯୋଉ ଭଲ ପାଇବା ଦେଖେଇଛନ୍ତି ଆମ ଚ୍ୟାନେଲ ପ୍ରତି, ସେଥିପାଇଁ ଆମେ ଚିର ଋଣୀ। କେବଳ ଆପଣ ମାନଙ୍କ ସପୋର୍ଟ ପାଇଁ ଆମେ 1 ମିଲିୟନରେ ପହଞ୍ଚିଲୁ। ଆପଣ ତ ଆମକୁ ସର୍ଟ ଭିଡିଓରେ ବହୁତ ଭଲ ପାଇବା ଦଉଛନ୍ତି, କିନ୍ତୁ ଆପଣ ଯଦି ଏଇ ଲଙ୍ଗ ଭିଡିଓରେ ସେଇ ଭଲ ପାଇବାଟା କଣ୍ଟିନ୍ୟୁ ରଖନ୍ତି ତାହେଲେ ଆମେ ଆଗକୁ ବି ଲଙ୍ଗ ଭିଡିଓ ଆଣିବୁ। ଆଉ ତମେ କଣ କହିବାକୁ ଚାହୁଁଛ କୁହ? ଆପଣ ଏବେ ଆମକୁ ଯେମିତି ଭଲ ପାଇବା ଦଉଛନ୍ତି ଆଗକୁ ବି ଏଇ ଭଲ ପାଇବା କଣ୍ଟିନ୍ୟୁ କରନ୍ତୁ, ଆଉ ଆମ ସହିତ ସବୁବେଳେ ଏମିତି ରୁହନ୍ତୁ। ତାହେଲେ ଆଉ ଡେରି କାହିଁକି, ଚାଲନ୍ତୁ ଭିଡିଓ ଷ୍ଟାର୍ଟ କରିବା। ସକାଳ 6ଟାରୁ ଆମର ଷ୍ଟାର୍ଟ ହୁଏ ପ୍ରଥମେ ଠାକୁରଙ୍କ ପୂଜାରୁ। ତିତଲି ମ୍ୟାଡମ ଆଗେ ଉଠିକିରି ଗାଧେଇ ପାଧେଇକିରି ଆଗେ ଠାକୁରଙ୍କୁ ପୂଜା କରନ୍ତି, ତାପରେ କିଚେନକୁ ଯାଇ ସୋମୁ ପାଇଁ ବ୍ରେକଫାଷ୍ଟ ତିଆରି କରନ୍ତି। ଠାକୁର ପୂଜା ସଇଲା ପରେ ପ୍ରଥମ କାମ ହେଲା ସମସ୍ତ ସ୍କୁଲ ଯିବ, ତ ତା ପାଇଁ ବ୍ରେକଫାଷ୍ଟ ବନେଇବା। ତ ଚାଲନ୍ତୁ। ସୋମୁକୁ ପଚାରିଲେ ଆଜି ସ୍କୁଲ ପାଇଁ କଣ ନବୁ, ସେ କହିଲା ଉପମା, ସେଥିପାଇଁ ତା ପାଇଁ ଉପମା ବନୁଛି। ସୋମୁ ସ୍କୁଲ ନବାକୁ ଟିଫିନ ରେଡି, ଟିଫିନରେ ନଉଛି ସେ ଆଜି ଉପମା, ଉପମା ସାଙ୍ଗରେ ନଉଛି କଦଳୀ। ସୋମୁ ଆମର ସକାଳୁ ସକାଳୁ ରେଡି ହେଇଗଲା ସ୍କୁଲ ଯିବାକୁ। ଏଇ ଦେଖନ୍ତୁ ଆଖିରେ ନିଦ ଅଛି, ଭୋର ଭୋର ଉଠିଛି ସେଥିପାଇଁ। ବାଏ ସୋମୁ। ବାଏ। ସୋମୁ ଗଲେ ସ୍କୁଲ, ତା ବସ୍ ଆସିଗଲା, ଏଇ ଚଢୁଛି ଦେଖନ୍ତୁ। ଚା ବନିଗଲା? ଆରେ ଆସିଗଲଣି, ଆଜି କଣ ଜଲ୍ଦି ପଳେଇ ଆସିଲ? କଣ ଚା ବନଉଛ? ହଁ। ବନାଅ ବନାଅ। ନାଇଁ ଜଲ୍ଦି କଣ, ବସ୍ ଆମେ ପହଞ୍ଚିଲା ବେଳକୁ ବସ୍ ଅଲରେଡି ଠିଆ ହେଇଥିଲା ସେଠି, ତାକୁ ବସେଇକିରି ଆଇଲି। ଭାଇ ସକାଳୁ ସକାଳୁ ଚା ନ ପିଇଲେ ମୁଣ୍ଡଟା ଖୋଲେନି, ସେଥିପାଇଁ ସକାଳୁ ନିହାତି ଆମକୁ ଚା ଦରକାର। ଚା ହେଇଗଲା, ତମେ ଚା ଧର। ସାଙ୍ଗମାନେ ଚା କଲରରୁ ଦେଖିପାରୁଥିବେ ଚା ଟା ମସ୍ତ ଦେଖାଯାଉଛି ନା। ଆଉ ଚା ସାଙ୍ଗରେ ତମେ କଣ ଖାଇବ? ସେଠି କଣ ଇଏ ହଟକେସ ଟା ରଖିଦେଲଣି? ଏଇଟା ବାସି ରୁଟି, ମୁଁ ଛୋଟ ବେଳୁ ଚା ସହିତ ବାସି ରୁଟି ଖାଏ, ମତେ ବହୁତ ପସନ୍ଦ। ଆଉ ଯୋଉ ଉପମା ବନେଇଛ ତାକୁ ଖାଉନ, ତାକୁ କିଏ ଖାଇବ? ତାକୁ ତମେ ଖାଇବ, ମୋର ବାସି ରୁଟି ଚା ଖାଇବି। ବାସି ରୁଟି ସହିତ ଚା ର କମ୍ବିନେସନ ବହୁତ ବଢିଆ। ଆଉ ଆମର ଯଦି ରାତିରେ ରୁଟି ବଞ୍ଚି ଯାଉଛି ତ ତାକୁ ଫୋପାଡିବା କାହିଁକି, ଖାଇଦବା। ସାଙ୍ଗମାନେ ଚା ସହିତ ବାସି ରୁଟି ବହୁତ ବଢିଆ ଲାଗେ, ଆପଣ ବି ଥରେ ନିଶ୍ଚୟ ଟ୍ରାଏ କରିବେ, ମତେ ତ ବହୁତ ପସନ୍ଦ। ଆରେ ଖାଲି ରୁଟି ଗୁରା କଣ ଖାଉଛ, ନିଅ ଉପମା ଟିକେ ଖାଅ। ନାଇଁ ନାଇଁ ତମେ ଖାଇଦବ। ଆରେ ଟିକେ ଖାଅ, ଆହୁରି ଅଛି ମୋ ପାଇଁ। ଲାଜ କାଇଁ କରୁଛ, ଧର। ଆରେ ଲାଜ କାଇଁ କରିବି, ମୁଁ ତ ଖାଇଲି ଆଉ। ଆରେ ଖାଇଲେ ସିନା ମୁଁ ତମକୁ ଦିନ ସାରା କାମ କରେଇବି। ଆଚ୍ଛା, ସେଥିପାଇଁ ଆଗରୁ ଦଉଛ। ଅଳ୍ପ ଖାଇବି, ମୁଁ ରୁଟି ଖାଇଛି। ଆପଣ ମାନେ ତ ଦେଖିଲେ ତିତଲି ମ୍ୟାଡମ ଚା, ଉପମା ଆଉ ବାସି ରୁଟି ଖାଉଛନ୍ତି, ଆଉ ଏଇଟା ହେଲା ମୋ ଉପମା, ମୁଁ ବି ଚାଲିଲି ଖାଇବାକୁ। ସାଙ୍ଗମାନେ ଆପଣ ସବୁ ବ୍ରେକଫାଷ୍ଟରେ କଣ ଖାଆନ୍ତି କମେଣ୍ଟରେ ନିଶ୍ଚୟ ଜଣେଇବେ। ଉପମା ସାଙ୍ଗରେ ତିତଲି ମ୍ୟାଡମ କଦଳୀ ବି ଦେଲେ ଖାଇବାକୁ। ସାଙ୍ଗମାନେ ବ୍ରେକଫାଷ୍ଟ ପରେ ଆମର ମେନ୍ କାମ ହେଲା ପ୍ଲାନ୍ କରିବା ଯେ ଆଜି ଆମର ସୁଟ୍ କଣ ହବ। ତ ଆମେ ଦି ଜଣ ବସିକି ସେଇ ବିଷୟରେ ଡିସ୍କସ କରୁଛୁ। ଏଇ ଦେଖନ୍ତୁ ସାଙ୍ଗମାନେ ସକାଳ 11ଟା ହବାକୁ ଯାଉଛି, କିନ୍ତୁ ଆମର ରୋଷେଇ କଣ ହବ କିଛି ବି ଏପର୍ଯ୍ୟନ୍ତ ପ୍ଲାନ୍ କରିନୁ। ଯେତେ ଡେରି ହବ ସେତେ ଡେରି ଖାଇବାରେ ବି ହବ, ଆଉ ସୋମୁ ବି ଆସିବ, ଖାଇବାକୁ ତାର ବି ଲେଟ୍ ହବ। ଆମର ଆଜି ରୋଷେଇ ହବ ଏଇ ଇଲିଶି ମାଛ। ଆମର ସୁଟିଂ ଷ୍ଟାର୍ଟ ହବ, ସେଥିପାଇଁ ଏଇ ଦେଖନ୍ତୁ କାଚ ଫାଚ ସବୁ ଆସିଗଲା। ଯଦି ଆପଣଙ୍କର ଗୋଟେ ରୋଷେଇ ଚ୍ୟାନେଲ ଅଛି ତାହେଲେ ଏମିତିଆ ଖରା ଥିବା ଜାଗାରେ ସୁଟ୍ ନିଶ୍ଚୟ କରିବେ, କଲେ ଭିଡିଓଟା ବଢିଆ ସୁନ୍ଦର ଦେଖାଯିବ। ସାଙ୍ଗମାନେ ଇଏ ଦେଖନ୍ତୁ ଇଲିଶି ମାଛ। ସେଦିନ ଯୋଉ ମୁଁ ରୋଷେଇ କରିଥିଲି, ମାନେ ବୁଧବାର ଦିନ, ଆଉ କିଛିଟା ମାଛ ମୁଁ ଫ୍ରିଜରେ ରଖିଦେଇଥିଲି, ମୁଁ କହିଲି ଶୁକ୍ରବାର ବି ଖାଇଦବା। ତ ଆଜି ମୁଁ କଞ୍ଚା ମାଛରେ ରୋଷେଇ କରି ଜ୍ଞାନ ବାବୁଙ୍କୁ ଖୋଇବି। ଆଉ ଚାଲନ୍ତୁ ଭିଡିଓରେ କଣ୍ଟିନ୍ୟୁ ରୁହନ୍ତୁ, କଞ୍ଚା ମାଛର ତରକାରୀଟା କରିବା। ଆରେ ଖାଇ ହବ ତ ସେ ମାଛ? କଞ୍ଚା ମାଛର ତରକାରୀ ଖାଇ ହବ ତ? ନାଇଁ ନାଇଁ, ଯୋଉ କଞ୍ଚା ମାଛରେ ଖୋଇବ ଲାଗିବ ତ? ଖାଲି କଞ୍ଚା ମାଛର ତରକାରୀ ବହୁତ ଟେଷ୍ଟି ଲାଗେ। ଭାଇ ଏଇଟା ବହୁତ କଷ୍ଟଲି ମାଛ, ମାନେ ଏକ୍ସପେରିମେଣ୍ଟ କରୁଛ, ମାଛଟା ଚାଲିଯିବ। ଆରେ ବହୁତ ଭଲ ରୋଷେଇ କରିବି, ତମେ ଖାଇଲେ ହିଁ ଜାଣିପାରିବ। ଚାଲ ନା ଆଗ ଷ୍ଟାର୍ଟ କରିବା ରୋଷେଇ, ବହୁତ ଲେଟ୍ ହେଇଗଲାଣି, ସୋମୁ ବି ଆସିବ। ଚାଲ। ମାଛ ତରକାରୀ ଆରମ୍ଭ ହେଇନି କିନ୍ତୁ ଭାତ ହେଇଗଲାଣି। କୁହ। ତେଲ ତେଲ ଗ୍ୟାସ୍ ମାର।
ସେ ମାଛ ଉପରେ ଭାତ ଏମିତି ଦେଖ ବାସ୍ ମିକ୍ସ କର। ସାଙ୍ଗମାନେ ଦେଖନ୍ତୁ ସୁଟିଂ ଚାଲିଛି। ମୋବାଇଲରେ ଚାର୍ଜ ମାତ୍ର 1% ହେଇଯାଇଥିଲା। ଏଇ ଦେଖ ମୁଁ ଇଏ ଚାର୍ଜରେ ବସେଇଲି 2%, ମାନେ କେତେ ସୁଟିଂ ହେଉଛି ଭାବ। ସକାଳେ ଫୁଲ୍ ଚାର୍ଜ ହେଇଥିଲା ଆଉ ଚାର୍ଜ ସାଇଁ ସାଇଁ ସରିଗଲାଣି। ତା ପାଇଁ ହେଇ ବଇଛି ପାୱାର ବ୍ୟାଙ୍କରେ ଚାର୍ଜ। ଆଉ କ'ଣ କରିବା, ସେଠି ଚାର୍ଜର ତ ଲଗେଇ ପାରିବାନି, ଏଠି ବି ସୁଟିଂ ହବ। ସାଙ୍ଗମାନେ ଦେଖନ୍ତୁ ଇଏ ହଉଛି କଞ୍ଚା ମାଛର ଝୋଳ ବନୁଛି। ଆପଣ ସର୍ଟ ଭିଡିଓ ଦେଖିବେ, ସେଥିରେ ପୁରା ପ୍ରୋସେସଟା ଜାଣିପାରିବେ। ଆଉ କ'ଣ ତରକାରୀଟା ଭଲ ଲାଗିବ ତ? ବାସ୍ନା ତ ବହୁତ ବଢିଆ ଆସୁଛି। ତମେ ଖାଇକି କହିବ। ମତେ ଲାଗୁଛି ଟେଷ୍ଟ ବହୁତ ଜବରଦସ୍ତ ହେଇଥିବ, ବାକି ତମ ଉପରେ ଡିପେଣ୍ଡ କରେ ତମ ମନକୁ ଭଲ ଲାଗିବ କି ନାହିଁ। ବାସ୍ନା ତ ବହୁତ ବଢିଆ ଆସୁଛି। କ'ଣ ମାଛ ତରକାରୀ ଟେଷ୍ଟି ହବ ତ? ଆଉ କ'ଣ ତମେ ଝାଳ ହେଇଗଲଣି? ଗରମ ଲାଗୁଛି? କଷ୍ଟ ହଉଛି ନା କ'ଣ? ରୋଷେଇ କରିବା ସହଜ ନୁହଁ। ଲୋକମାନେ ଖାଲି ଗୋଟାଏ ମିନିଟ ଭିଡିଓ ଦେଖିକି ପଳେଇ ଯାଉଛନ୍ତି। କଷ୍ଟଟା ସେମାନେ ଜାଣିନାହାନ୍ତି, କେତେ କଷ୍ଟ। ଖାଲି ସୁଟିଂ କରିବା, ତାପରେ ମେନ୍ କାମ ହେଲା ଏଡିଟିଂ କରିବା, ଅପଲୋଡିଂ କରିବା। ଭାଇ ଆଣ୍ଠେଇ ପଡୁଛୁ ଆମେ ମାନେ। ଗୋଟେ ଦିନ ଲାଗି ଯାଉଛି ଆମକୁ ଗୋଟେ ସର୍ଟ ଭିଡିଓ ବନେଇବାକୁ। ଧନିଆ ଟିକେ ଝାଳ ପୋଛି ଦିଅ, ଓଦା ହେଇଗଲେଣି ଝାଳରେ। କିଛି ନାହିଁ, ମୋର ଡେଲି କାମ, ମୋର ଆଦତ ହେଇଗଲାଣି। ସାଙ୍ଗମାନେ ଦେଖନ୍ତୁ କଞ୍ଚା ମାଛର ତରକାରୀ ଦେଖାଯାଉଛି ନା ସୁନ୍ଦର? ଖାଇଲେ ଜଣା ପଡିବ କେମିତି କ'ଣ ଲାଗୁଛି। ଇଲିଶି ମାଛର ବାସ୍ନାଟା ତ ବଢିଆ ଲାଗୁଛି। ଏ ମାଛକୁ ଦେଖିବାକୁ ଭୋକ ସମ୍ଭାଳି ହଉନି। ସାଙ୍ଗମାନେ ଆମେ ଚାଲିଲୁ ଖାଇବାକୁ, ପୁଣି ତାପରେ କ'ଣ କ'ଣ ହଉଛି ଦେଖଉଛୁ। ଆମ ମାଛ ଥାଳି ରେଡି, ଖାଇସାରି ଟେଷ୍ଟ କ'ଣ କେମିତି ହେଇଛି କହିବୁ। କ'ଣ କଞ୍ଚା ମାଛର ଇଲିଶି ଝୋଳ ଭଲ ଲାଗୁଛି? ବଢିଆ ହେଇଛି, ମସ୍ତ, ବହୁତ ବଢିଆ ଲାଗୁଛି ସାଙ୍ଗମାନେ, ବହୁତ ମସ୍ତ। ସାଙ୍ଗମାନେ କଞ୍ଚା ମାଛର ତରକାରୀଟା ବହୁତ ଟେଷ୍ଟି ଲାଗୁଛି। ଥରେ ନିଶ୍ଚୟ ଏ ପ୍ରୋସେସରେ ଟ୍ରାଏ କରିବେ ଘରେ। ତମେ ପା କହୁଥିଲ ବହୁତ ପଇସାର ମାଛ ଆଣିଛି, କଞ୍ଚା ମାଛ ତରକାରୀ କରିବନି, ଭଲ ଲାଗିବ କି ନାହିଁ। ଦେଖିଲେ ତ ମୋ ଏକ୍ସପେରିମେଣ୍ଟ କେମିତି ଲାଗୁଛି। ବଢିଆ ଲାଗୁଛି, ମସ୍ତ। ତମେ ବି ଖାଇଦିଅ, ନହେଲେ ତାକୁ ମୁଁ ବି ଖାଇଦେବି ସବୁ। ବଢିଆ ଲାଗୁଛି। ସାଙ୍ଗମାନେ ଦେଖନ୍ତୁ ମାଛଟା ମସ୍ତ ଦେଖାଯାଉଛି, ବଢିଆ କି ସିଝି ଯାଇଛି। ଖିଆପିଆ ସରିଲା ପରେ ଜ୍ଞାନ ବାବୁ ବସିଗଲେ ଷ୍ଟୋରି ଲେଖିବେ ଆଉ ଏଡିଟିଂ କରିବେ। ସାଙ୍ଗମାନେ ଚାଲନ୍ତୁ ଯିବା ସୋମୁକୁ ଆଣିବାକୁ। ସୋମୁର ଏବେ ବସ୍ ଆସିବ, ଆସନ୍ତୁ। 2:35 ହେଇଗଲା, ଆମେ ଚାଲିଲୁ ଏବେ ସୋମୁକୁ ଆଣିବାକୁ, କାହିଁକି ନା ସୋମୁର ବସ୍ ଏବେ ଆସିବ 2:40ରେ। ସାଙ୍ଗମାନେ ସୋମୁ ଏବେ ଆସିଗଲା। କଣ ପଢିଲୁ ଆଜି ସ୍କୁଲରେ? କିଛି ପଢିଲୁନୁ? ଖାଲି ବୁଲିବାକୁ ଯାଇଥିଲୁ, ବୁଲିବାଲି ଖାଇ ପିଇ ଦେଇ ପଳେଇ ଆଇଲୁ। କିଛି ଖାଇନୁ? ଭୋକିଲା ଅଛୁ? ହଉ ଚାଲ, ମାଛ ତରକାରୀ ହେଇଛି ଖାଇବୁ। କ'ଣ ଓକେ ତ? ଖାଇବୁନୁ? ନା ମାମା ତୋ ପାଇଁ ଗୋଟେ ବଡ ଟାସ୍କ ହେଇଗଲା। କ'ଣ? ଏ ସୋମୁ ଆଜି ଆମର କେତେ ବଡ କାଣ୍ଡ କରିଦେଇଯାଇଛି ଦେଖ। ତା ସାଙ୍ଗ ତା ଲୁଚେଇ ଦଉଛି, ତା ସାଙ୍ଗ ତା ସାର୍ଟରେ କେଚପ୍ ଢାଳି ଦେଇଛି। ଯା, ସାର୍ଟ ଗଲା ନଷ୍ଟ। ସୋମୁ ସ୍କୁଲରୁ ଆସି ଭାତ ଆଉ ମାଛ ପେଟେ ବେଡେଇ ଦେଇ ତାର ହୋମୱାର୍କ କରୁଛି, କାହିଁକି ନା ଏବେ ଟିଉସନ ଯିବ ସିଏ। 5ଟାରେ ତାର ଟିଉସନ। ମା ଟିଉସନ ଯିବା, ଟାଇମ ହେଇଗଲାଣି। ତୋର ହୋମୱାର୍କ ସରିନି? ଗୋଟାଏ ବଞ୍ଚିଛି। ହଉ ହଉ, ଶୀଘ୍ର ଶୀଘ୍ର କରିଦେ। ସୋମୁ 5ଟା ବାଜିବାକୁ 5 ମିନିଟ୍ ଅଛି, ଶୀଘ୍ର ଶୀଘ୍ର ହୋମୱାର୍କ କର, ଯିବା ଟିଉସନ। ତତେ ଛାଡି ଦେଇ ଆସିବି। ଆଉ ତୋର କ'ଣ ପରୀକ୍ଷା ହେଇଥିଲା, ରେଜଲ୍ଟ ଦେଖେଇଲୁ? କେତେ ମାର୍କ ରଖିଛୁ? ମୁଁ ଦେଖିଦେବି। ଦେ, ହଁ ତୁ ବି ଖେଳ ମୋ ସାଙ୍ଗରେ। ହଁ, ସୋମୁ ରଖିଛି 20ରୁ 18 ମ୍ୟାଥମେଟିକ୍ସ ନା? ଭେରି ଗୁଡ। କୋଉଟା କମିଲା, କୋଉଟା ଛାଡିକି ଆଇଲୁ? ଛାଡିନି, ଗୋଟାର ସିଧା ଆନ୍ସର ଲେଖି ଦେଇଛି। ଆଉ ଗୋଟାର ଗଲତ ହେଇଥିଲା। ଗଲତ ହେଇଯାଇଥିଲା? ଆଉ कोई बात नहीं। 20 minus dash is equals to 17 plus 3. सिंपल। कहलु आंसर कोन हो देखिया? 0. 20 minus 0 is equals to 17 plus 3. Yes, 20. 20 minus 0 होची 20, 17 plus 3 होची 20। एरे छाड़ देइथिलु ना? हां ठीक अछि। गलत कर देइथिलु, कोई बात नहीं। 20 रु 18 ता स्कूल टेस्ट रे। समू होमवर्क कर दे, शीघ्र शीघ्र जीवा ट्यूशन। सोमू बे रेडी हो गला ट्यूशन जीवा पई। सोमू जीवा, चलो। बाय बाय सोमू। बाय बाय। सोमू को छाड़ी के आइला परे बढ़िया चा गोटे मिलला हमको। तितली मैडम चा बनैचंती, मस्त चा। चा टा पीले बढ़िया एडिटिंग हबो।
ज्ञान बाबू एठी बसी एडिटिंग करूचंदी। ज्ञान बाबू को एडिटिंग सरीनी सोमू को छाड़ी के आसी आउ बाकी अधा एडिटिंग करूचंदी। सांग माने समय वर्तमान 6:15 आ हमर एडिटिंग सरीनी 7टारे वीडियो अपलोड हबो एबे वॉइस ओवर चलची आपण देखि परतेबे तितली मैडम माइक धरी बइचंती वॉइस ओवर दउचंती आ तांका संगे मु भी दउची सांग माने वर्तमान 6:52 आ सोमू वर्तमान आइला ट्यूशन रु मु जाइथिली आनिया को वीडियो हमर एपंत रेडी हेइनी 7टारे पडिबार थिला देखा जा आउ केते समय लागुची 7टा हलाटो तितली मैडम हमर ठाकुर पाखरे धूप लगेइले सांगने गोटे जिनस देखु संध्या 7टा हेलानी किंतु दिल्ली रे देख अंधार हेइनी पूरा दिन अछि किंतु ओडिशा आइतले पूरा अंधार हो जांता सांगने देखु 7:11 रे हमर वीडियो एडिटिंग सइला आ वर्तमान अपलोडिंग चली सांगने फाइनाली 7:25 रे हमर वीडियो रे सब लेखा लेखी भी सइला आउ ताकू अपलोड कर दवा सांगने फाइनाली 7:26 रे वीडियो आज अपलोड है कंचा माछरे तरकारी सांगने आउ गोटे खुशी खबर शुणु आपणकर माने आम चैनल रे तितली फूड्स रे 1.01 मिलियन सब्सक्राइबर हो गला आज है माने 1,10,000 सब्सक्राइबर हो गला सेति आपण समस्त को अशेष अशेष धन्यवाद वर्तमान टाइम 7:35 मोर वीडियो अपलोड काम सइला आउ एपटे देखंतु तितली मैडम सोमू को बसी पाठ पढौचंती सोमू मन देई पाठ पढ बड़ मनीष हबु आउ व्हाट इज एन ऑक्युपेशन? Any work done by earned money is called occupation. Why it is important to respect all occupation? Scientific. Move on. ठीक है ना। Household chores that we learn from our mother or father are dusting, peeling vegetable, laying the table. सब बेले खाली वेरी गुड सुनिबु। सेती है तो कहिल। वर्तमान 7:45 आउ सोमू बाहला खेलिया को जीवो पाठ पढ़ी साइला परे कोन खेलिबु ओनु बैडमिंटन। बैडमिंटन हाउ हाउ तल जा शीघ्र खेली आसी बोला बाय बाय सोमू बाय शीघ्र खेली के आसी बोला देरी करिउनु सांग माने वर्तमान राती 9:17 आउ ये देखंतु हमर डिनर आस जाईची तितली मैडम बनैचंती एथेरे अछि दिनर माछ तरकारी ये मटर तरकारी भी बनैचंती सलाड ये भात आउ रुटी या भितर सोमू भी आज जाईची खेलिगिरी सोमू आसिलु आसी कहूनु पछरे आसी ठिया जाईचु एबे तो जस्ट आसने एबे आसिलु हवा मम्मी बाड़ी लाणी खाइया को खाइबा ये होची हमर राती रो खाइबा सोमू हमर धुआ धुए आसी गला वर्तमान खाया पई आउ से पडे तितली मैडम तांकर खाइबा आनिया को जाईचंती ए ढुळौचु कोन कि रे थकी गलु खेली खेली की हां खा आराम करो मम्मी आनुची संग माने मो खाइबा भी रेडी। तितली मैडम भी ताकर रोटी तरकारी आ सलाड नहीं पळे आसले खाया पई आ वर्तमान एबे हमें खाइबा स्टार्ट करी ये खाइबा होची तितली मैडम करो रोटी सलाड आउ मटर तरकारी संग माने हम खिया पे सरी गला आउ आपण तो देखिले दिन सारा आमे कोन कोन कल्लु सब आउ वीडियो टी जदी आपण भल लागि थाए ताले चैनल को निश्चय सब्सक्राइब करिवे आउ आपण देखिले आमे गोटे वीडियो पई केते कष्ट करू आमे सेही जिंसडा आज देखिया को चेष्टा कलु आपण मानु को आउ जदी भल लागि थाए लाइक भी निश्चय करि कि जिवे ठीक अछि आमे चललु वर्तमान रेस्ट करिवु आउ काली कोन शूट हबो ता विषय रे प्लान करिवु पुणी देखा हबो गोटे नुवा ब्लॉग रे रहिलु टाटा बाय बाय जय जगन्नाथ।